କେବେ ଭାବିଛନ୍ତି କି ଯେଉଁ ସିଂହ ନିଜର ଗର୍ଜନ ଏବଂ ଆତ୍ମବିଶ୍ୱାସରେ ସମଗ୍ର ଜଙ୍ଗଲକୁ ଶାସନ କରେ ତାର ସେଇ ଛାତି ଭିତରେ କେତେ ଲୋହ ଏବଂ ଅଳ୍ପା ଯନ୍ତ୍ରଣା ଲୁଚି ରହିଥାଏ। ବାହାରେ ଦେଖିଲେ ଲାଗିବ ସତେ ଯେମିତି ସିଂହ ରାଶିର ଲୋକଙ୍କ ଜୀବନରେ କୌଣସି ଦୁଃଖ ହିଁ ନାହିଁ। ସର୍ବଦା ହସ ହସ ମୁହଁ, ଉଜ୍ଜଳ ବ୍ୟକ୍ତିତ୍ୱ ଏବଂ ଏକ ରାଜକୀୟ ଅନ୍ଦାଜ ସହ ସେମାନେ ଜୀବନକୁ ଏନ୍ଜୟ କରିଥାନ୍ତି। କିନ୍ତୁ ସେମାନଙ୍କ ଜୀବନର କାହାଣୀ ବାସ୍ତବରେ ଟିକେ ଭିନ୍ନ ଅଟେ। ତାଙ୍କର ଯଦି ବ୍ୟକ୍ତିତ୍ୱ ଏବଂ ଲୁଚି ରହିଥିବା ଯନ୍ତ୍ରଣା ବିଷୟରେ ଯଦି ଆପଣଙ୍କୁ କହିବି, ଦେଖନ୍ତୁ କି ସିଂହ ରାଶିର ବ୍ୟକ୍ତିମାନେ ସହଜରେ ଭାଙ୍ଗି ପଡ଼ନ୍ତି ନାହିଁ, କିନ୍ତୁ ସେମାନେ ଯନ୍ତ୍ରଣା ପାଆନ୍ତି ନାହିଁ ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ ଅଟେ। ସେମାନଙ୍କର ସବୁଠାରୁ ବଡ଼ ଆହ୍ୱାନ ହେଉଛି ଯେ ସେମାନେ ନିଜର କାନ୍ଧ ବା ନିରାଶା କାହାକୁ କେବେ ଦେଖାନ୍ତି ନାହିଁ ବା କହିବାକୁ ଚାହାନ୍ତି ନାହିଁ। କିନ୍ତୁ ଆତ୍ମସମ୍ମାନ ପାଇଁ ସେମାନେ ରାତିରେ ଏକୁଟିଆ କାନ୍ଦିବେ, କିନ୍ତୁ ସକାଳେ ପୁଣି ସେଇ ଦୃଢ଼ ସହ ଦୁନିଆକୁ ସାମ୍ନା କରନ୍ତି। ସେମାନେ ଅନ୍ୟର ଦୁଃଖରେ ସାହାରା ବନନ୍ତି, ନିଜ କାନ୍ଧରେ ଅନ୍ୟର ବୋଝ ବହି ନିଅନ୍ତି, କିନ୍ତୁ ନିଜର ଯନ୍ତ୍ରଣା ସମୟରେ ସେମାନେ କାହାକୁ ବି ଶ୍ରେୟ ମାଗନ୍ତି ନାହିଁ। ନିଜର ଦୁଃଖକୁ ସେମାନେ ନିଜ ଭିତରେ ଲୁଚି ରଖନ୍ତି। ତାଙ୍କର ଯଦି କ୍ୟାରିୟର ବିଷୟରେ ଦେଖିବା ତ ଆପଣଙ୍କୁ କହିବି କି ସେମାନଙ୍କୁ ସିଂହାସନ ପାଇଁ ବା ସଫଳତା ପାଇଁ ସବୁବେଳେ ସଂଘର୍ଷ କରିବାକୁ ପଡ଼ିଥାଏ। ଜନ୍ମରେ ଏମାନେ ନେତା ଭାବରେ ଜନ୍ମ ନିଅନ୍ତି, କିନ୍ତୁ ଏହି ନେତୃତ୍ୱର ସ୍ଥାନ ସେମାନଙ୍କୁ ସହଜରେ ମିଳେ ନାହିଁ। ଆପଣଙ୍କୁ ଏବେ କିଛି କଥା କହିବାକୁ ଯାଉଛି, ସେଟାକୁ ଟିକେ ଆପଣ ଧ୍ୟାନ ଦେଇ ଶୁଣନ୍ତୁ। ଦେଖନ୍ତୁ କି ପ୍ରଥମ ଅଛି କି ଅଧୀନତା ଗ୍ରହଣ ନ କରିବା। ଅନ୍ୟର ନିର୍ଦ୍ଦେଶରେ କାମ କରିବା ସେମାନଙ୍କ ପାଇଁ ଏକ ବନ୍ଦୀ ଜୀବନ ପରି। ଏହି କାରଣରୁ କର୍ମକ୍ଷେତ୍ରରେ ଅନେକ ସମୟରେ ଦେଖିବେ କି ବରିଷ୍ଠ ଅଧିକାରୀଙ୍କ ସହ ସେମାନଙ୍କର ବିବାଦ ଦେଖାଦେଇଥାଏ। ସେମାନେ ସବୁବେଳେ ନିଜର ବସ୍ ହେବାକୁ ଚାହାନ୍ତି। ସେମାନେ ତାଙ୍କ ଉପରେ କିଏ ବସ୍ ହୁଅନ୍ତୁ ବୋଲି ସେମାନେ କେବେ ବି ପସନ୍ଦ କରନ୍ତି ନାହିଁ, କାରଣ ସେମାନେ ନିଜକୁ ହିଁ ଗୋଟେ ବସ୍ ଭାବନ୍ତି। ଦ୍ୱିତୀୟ କଥା ହେଉଛି କି ଶ୍ରେଷ୍ଠତା ପ୍ରମାଣ କରିବା ପାଇଁ ଲଢ଼ନ୍ତି। ଦେଖନ୍ତୁ କି ସେମାନେ ସବୁବେଳେ ଶ୍ରେଷ୍ଠ ଦେବାକୁ ବା ଶ୍ରେଷ୍ଠ ନିଜର କର୍ମ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ଏବଂ ଏଥିପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ମଧ୍ୟ ପଡ଼ିଥାଏ। ଅନେକ ସମୟରେ ନିଜ ଲୋକ ହିଁ ସେମାନଙ୍କର ଉନ୍ନତିରେ ଈର୍ଷା କରିକି ପ୍ରତିବନ୍ଧକ ସାଜନ୍ତି। ତଥାପି ନିଜର ଜିଦ୍ ଏବଂ ଅଦମ୍ୟ ଇଚ୍ଛାଶକ୍ତି ବଳରେ ସେମାନେ ସବୁ ବାଧାବିଘ୍ନ ପାର କରିକି ସଫଳତା ହାସଲ କରିଥାନ୍ତି। ତ ଗୋଟିଏ ବାକ୍ୟରେ ଯଦି ମୁଁ କହିବି କି ଏମାନଙ୍କ ଜୀବନରେ ସହଜରେ ଏମାନଙ୍କୁ କିଛି ମିଳିନଥାଏ, ସବୁବେଳେ ଏମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ। ତାଙ୍କର ଯଦି ପ୍ରେମ ଜୀବନ ବିଷୟରେ ଦେଖିବା ତ ଦେଖନ୍ତୁ କି ଆପଣଙ୍କୁ ଗୋଟିଏ କଥା ଆପଣଙ୍କୁ କହିବି କି ସିଂହ ରାଶିର ବ୍ୟକ୍ତି ଯେବେ ପ୍ରେମ କରନ୍ତି ସେଥିରେ କୌଣସି ଛଳନା ନଥାଏ, ସବୁବେଳେ ପ୍ରକୃତ ପ୍ରେମ ଥାଏ। କିନ୍ତୁ କିଛି କଥା ଆପଣଙ୍କୁ ଧ୍ୟାନ ରଖିବାର ଅଛି। ପ୍ରଥମ ଅଛି କି ଅଖଣ୍ଡ ସମର୍ପଣ ତାଙ୍କର ପ୍ରେମରେ ଆପଣଙ୍କୁ ଦେଖିବାକୁ ମିଳିବ। ଦେଖନ୍ତୁ କି ସେମାନେ ନିଜ ସାଥୀଙ୍କୁ ମୁକୁଟ ପିନ୍ଧାଇ ନିଜର ହୃଦୟର ରାଣୀ ବା ରାଜା ପରି ଦେଖିବାକୁ ବହୁତ ପସନ୍ଦ କରନ୍ତି ଏବଂ ଚାହିଁଥାନ୍ତି ଏବଂ କରନ୍ତି ମଧ୍ୟ। କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ ସେମାନଙ୍କୁ ପ୍ରେମରେ ନିରାଶ ଏବଂ ଆଘାତ ମିଳିଥାଏ। ଦେଖନ୍ତୁ କି ସେମାନଙ୍କର ପ୍ରେମ କାହାଣୀରେ ବହୁତ ଥର ହୃଦୟ ଭାଙ୍ଗିବା ଯନ୍ତ୍ରଣା ବହୁତ ଥର ସେମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। ସେମାନେ ସାଥୀଙ୍କଠାରୁ 100% ବିଶ୍ୱସ୍ତ, ଗୁରୁତ୍ୱ ଏବଂ ସମ୍ମାନ ଆଶା କରନ୍ତି। ଯେତେବେଳେ ପ୍ରେମରେ ସେମାନଙ୍କୁ ଅଣଦେଖା କରାଯାଏ ବା ତାଙ୍କ ଜୀବନ ଉପରେ ଆଞ୍ଚ ଆସେ, ସେମାନେ ସେହି ସମ୍ପର୍କରୁ ଚୁପଚାପ ବାହାରି ଆସନ୍ତି। ସେମାନେ ବିଶ୍ୱାସତାକୁ କେବେ କ୍ଷମା କରିପାରନ୍ତି ନାହିଁ। ଏବଂ ପରବର୍ତ୍ତୀ ଯେଉଁଟା ଆପଣଙ୍କୁ କହିଦେଉଛି ତାହା ହେଉଛି ଦେଖନ୍ତୁ କି ଭଗ୍ନ ହୃଦୟର ସତ୍ୟତା ବିଷୟରେ। ଦେଖନ୍ତୁ କି ପ୍ରେମର ଧକ୍କା ଖାଇବା ପରେ ସେମାନେ ନିଜକୁ କାମରେ ଏତେ ବ୍ୟସ୍ତ କରିଦିଅନ୍ତି ଯେ ବାହାର ଦୁନିଆକୁ ଲାଗେ ଯେମିତି ସେମାନଙ୍କ ଉପରେ କୌଣସି ପ୍ରଭାବ ହିଁ ପଡ଼ୁନାହିଁ, କିନ୍ତୁ ଭିତରେ ଭିତରେ ସେମାନେ ବହୁତ ଯନ୍ତ୍ରଣାରେ ରହିଥାନ୍ତି। ଦେଖନ୍ତୁ କି ସିଂହ ରାଶିଙ୍କ ଜୀବନ ବିଷୟରେ ଆପଣଙ୍କୁ କହିଛି, ଏମାନଙ୍କ ଜୀବନ ଏତେ ସହଜରେ ଚାଲେ ନାହିଁ। ସେମାନଙ୍କୁ ସବୁବେଳେ ସଂଘର୍ଷ କରିବାକୁ ପଡ଼ିଥାଏ। ତାହା ହୁଏତ କ୍ୟାରିୟରକୁ ନେଇକି ହେଉ ବା ତାହା ହୁଏତ ତାଙ୍କର ପ୍ରେମକୁ ନେଇକି ହେଉ ବା ତାଙ୍କର କୌଣସି ଜୀବନକୁ ନେଇକି ତାଙ୍କୁ ସବୁବେଳେ ସଂଘର୍ଷ କରିବାକୁ ପଡ଼ିଥାଏ।